ଦେଖନ୍ତୁ ଯିଏକି ଆମର ଜେଲ୍ ସୁପରିଟେଣ୍ଡେଣ୍ଟ ଅଛନ୍ତି ସେ ସରକାରଙ୍କର ଅନୁମତି ନେଇ ଉଭୟ ସ୍ତ୍ରୀ ପୁରୁଷ ଆଖେ ଗୋଟେ କେସ୍ରେ ଫସିଥିଲେ, ଗୋଟେ କେସ୍ରେ ପଡ଼ିଛନ୍ତି। ତାଙ୍କେ ବହୁତ ଟେନସନ୍ରେ ଥିଲେ। ତାକୁ ବଞ୍ଚାଇବା ପାଇଁ ତାଙ୍କ ନେଗୋସିଏସନ୍ ବି ହେଇଥିଲା। ତାଙ୍କୁ ବଚାଇବା ପାଇଁ ସରକାରଙ୍କ ପରମିଶନ ନେଇକିରି ଆଜି ଜେଲ୍ ଭିତରେ ତାଙ୍କୁ ବିବାହ କରିଛନ୍ତି। ବିବାହ କରାଗଲା ଏବଂ ମୋ ଉପସ୍ଥିତିରେ ବାହାଘର ହେଇଛି। ଉଭୟ ରାଜି। ଝିଅର ମାମୁଁ ତାଙ୍କ ମା ଆସିଛନ୍ତି। ପୁଅ ଲୋକ ବି ତାଙ୍କ ପୁଅ ଝିଅମାନଙ୍କର ଲୋକ ଉପସ୍ଥିତିରେ ବାହାଘର ହେଇଛି। ଆଶା କରୁଛି ଯେ ଏପରି ଭାବେ ହେବା ଦ୍ୱାରା ଏ ଗୋଟେ ସମାଜକୁ ଗୋଟେ ମେସେଜ ଦେଲେ, ଜେଲ୍ ସୁପରିଟେଣ୍ଡେଣ୍ଟ ସମାଜକୁ ଗୋଟେ ମେସେଜ ଦେଲେ ଯେ ଜେଲ୍ରେ ରହିଲେ ମଧ୍ୟ ଏ ପରିବାର ଛିନ୍ନ ହେବନି। ଜେଲ୍ରେ ରହିଲେ ମଧ୍ୟ ପରିବାର ଛିନ୍ନ ହେବନି ଏବଂ ସମାଜକୁ ଗୋଟେ ମେସେଜ ଦେଲେ ଯେ ଲୋକ ସଚେତନ ହୁଅନ୍ତୁ, ଜାଗ୍ରତ ହୁଅନ୍ତୁ। ଏ ଗୋଟେ ମେସେଜ। ପୋଲିସ ଜେଲ୍ କଲେ ଲୋକ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ପୋଲିସ ତାର ସ୍ନେହ ଶ୍ରଦ୍ଧା ପ୍ରେମରେ ଲୋକଙ୍କୁ ବୁଝେଇକିରି କାର୍ଯ୍ୟ କରୁଛି। ଯେଉଁମାନେ ଦୁର୍ଦାନ୍ତକୁ ବି ମଧ୍ୟ ବୁଝାଇବାକୁ ଚେଷ୍ଟା କରାଯାଉଛି, ନହେଲେ ତାଙ୍କୁ ଆରେଷ୍ଟ କରାଯାଉଛି। ଜେଲ୍କୁ ଯେଉଁମାନେ ଆସନ୍ତି ସୁଧାରିବା ପାଇଁ, ବ୍ରିଟିଶର୍ସ ଜେଲ୍ ଆରମ୍ଭ ହୋଇଛି। ଯେଉଁମାନେ ଜେଲ୍କୁ ଆସିଛନ୍ତି ତାଙ୍କୁ ସ୍ନେହ ଶ୍ରଦ୍ଧା ମମତା ଦେଇକିରି, ଆଜି ପ୍ରମାଣିତ ହେଇଛି, ମମତା ସ୍ନେହ ଶ୍ରଦ୍ଧା ଦେଇକିରି যিনি ବାହାଘର କରେଇଲେ, ଠିକ୍ ସମସ୍ତଙ୍କୁ ମୁଁ ଆଜି ବି ଗୋଟେ ମେସେଜ ଛାଡ଼ିଛି ତାଙ୍କ ପାଖରେ ଯେ ତମେ ଜେଲ୍ଟାକୁ ଏଇଠି କିଛି ଶିଖ, କିଛି ପରିବର୍ତ୍ତନ ହୁଅ, ସମାଜକୁ ଲୋକଙ୍କୁ ତମ ଗାଁ ଅଞ୍ଚଳବାସୀଙ୍କୁ କିଛି ମେସେଜ ଦିଅ ଯେ ଜେଲ୍କୁ ଗଲେ ଆମେ କିଛି ସଦ୍ବୁଦ୍ଧି ଶିଖୁଛୁ, ସଦ୍ବୁଦ୍ଧି ଆସୁଛି ଏବଂ କିଛି ଜ୍ଞାନ ଆସୁଛି। ଠାକୁରଙ୍କ ପ୍ରତି ଗୋଟେ ଇଏ ଆସୁଛି, ମନ ଆସୁଛି ଠାକୁରଙ୍କୁ ପୂଜା କରିବା ପାଇଁ। ଯେ ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ ସବୁ ଆମେ ଏକତ୍ରିତ ହୋଇକରି ଗୋଟେ ରହୁଛୁ, ବସୁଛୁ, ଉଠୁଛୁ, ଖାଉଛୁ। ଏ ଗୋଟେ ପରମ୍ପରା ସୃଷ୍ଟି ହେଉଛି। ମୁଁ ସନ୍ତୋଷ କୁମାର ପଟ୍ଟନାୟକ, ସ୍ୱତନ୍ତ୍ର କାରାଗାର ଜୟପୁର ଜେଲ୍ ଅଧୀକ୍ଷକ ଭାବରେ କାର୍ଯ୍ୟ କରୁଛି। ଦେଖନ୍ତୁ, ଯେଉଁମାନେ ବି ସମାଜରୁ ଆସୁଛନ୍ତି ଅପରାଧ କରିକି ଜେଲ୍ ଭିତରକୁ, ସେମାନେ କେହି ଜନ୍ମରୁ ଅପରାଧୀ ହେଇନଥାନ୍ତି। କୌଣସି କାରଣବଶ ଅପରାଧ କରି ଜେଲ୍ ଆଇନରେ ଛନ୍ଦି ହେଇକି ଜେଲ୍ ଭିତରେ ଆସନ୍ତି। ତ ଆମର ଜେଲ୍ ବର୍ତ୍ତମାନ କ'ଣ ହେଉଛି, ଆମେ ଗୋଟେ ବର୍ତ୍ତମାନ ସୁଧାରି କରି କେମିତି ସଂସ୍କାର ଦେଇକିରି ପୁଣି ସେ ସମାଜକୁ ଫେରେଇ ଦେବୁ, ସେଟା ହେଉଛି ଆମର ପ୍ରୟାସ। ଏଇ ହିସାବରେ ଆମର ଦୁଇଟା ଅନ୍ତେବାସୀ ଥିଲେ ଯେଉଁମାନେ କି ଜେଲ୍କୁ ଆସିବା ପୂର୍ବରୁ ତାଙ୍କ ନିର୍ବନ୍ଧ ସରିଯାଇଥିଲା। ଯେହେତୁ ଆଇନରେ ଛନ୍ଦେଇ ଯାଇଛନ୍ତି, ବିଚାର ପ୍ରକ୍ରିୟା ବିଳମ୍ବ ହେବ ବୋଲି ଆଶଙ୍କାରେ ଥିଲେ ସେମାନେ ମୋତେ ଅନୁରୋଧ କରିଥିଲେ ଯେ ସାର୍ ଆମେ ଜେଲ୍ ଭିତରେ ବାହା ହେଇପାରିବୁ କି। ତେଣୁ ମୁଁ ତାଙ୍କୁ କହିଥିଲି ତାଙ୍କର ଟ୍ରାଏଲ କୋର୍ଟ ଅଛି, ମାନବ ଅଦାଲତଙ୍କ ନୋଟିସକୁ ନେଇଥିଲି। ମାନବ ଅଦାଲତ ଆମକୁ ଅନୁମତି ଦେଇଥିଲେ। ତାପରେ ଆମର ଯେଉଁ କାରାଗାର ଡିଜି ଅଛନ୍ତି, ତାଙ୍କ ଅନୁମତି ନେଇକରି ଆଜି 19/7/2026 ରବିବାର ଦିନ ଆମେ ତାଙ୍କ ବାହାଘର କରିଥିଲୁ ଜେଲ୍ ଭିତରେ। ବାହାଘରରେ ଆମର ଜେଲ୍ ଷ୍ଟାଫ୍ ସହିତ ମୁଁ ମାନ୍ୟବର ବିଧାୟକ ଜୟପୁର ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତିଙ୍କୁ ଅନୁରୋଧ କରିଥିଲି ଏହି ବିବାହରେ ଯୋଗ ଦେବା ପାଇଁ। ସେ ତାଙ୍କର ବହୁମୂଲ୍ୟ ସମୟ ଦେଇକରି ଆସିଥିଲେ। ନବଦମ୍ପତିଙ୍କୁ ଆଶୀର୍ବାଦ କରିକିରି ତାଙ୍କୁ ଉପହାର ଆଉ 10,000 ଟଙ୍କା ମଧ୍ୟ ଉପହାର ହିସାବରେ ପ୍ରଦାନ କରିଥିଲେ। ହଁ, ଯେହେତୁ ସେମାନେ ହିନ୍ଦୁ ଧର୍ମର ଥିଲେ, ଆମେ ହିନ୍ଦୁ ରୀତିନୀତି ପରମ୍ପରା ଅନୁଯାୟୀ ଆମେ ତାଙ୍କର ବାହାଘରକୁ ଅନୁଷ୍ଠିତ କରିଛୁ। ତାପରେ ସେଥିରେ ତାଙ୍କର ଉଭୟ ପକ୍ଷର ପରିବାର ବର୍ଗ ମଧ୍ୟ ଆମେ ଏଥିରେ ଅନ୍ତର୍ଭୁକ୍ତ କରିଛୁ। ସାର୍, ମୂଳରୁ ଯେଉଁ କହିଥିଲି କେହି ଜନ୍ମରୁ ଅପରାଧ ହେଇନଥାନ୍ତି, କୌଣସି କାରଣବଶତଃ ଅପରାଧ ହେଇଥିବେ। ତେଣୁକରି ଅପରାଧ ତ ସମାଜ ଅଛି, ଅପରାଧ ରହିବ, କିନ୍ତୁ ଭୁଲ ତ ଜାଣତରେ ହଉ ଅଜାଣତରେ ସେମାନେ କରିଥାଇ ପାରନ୍ତି। କିନ୍ତୁ ପ୍ରତ୍ୟେକ ଭୁଲର ପ୍ରାୟଶ୍ଚିତ ଅଛି, ଆଉ ଅନୁତାପ ହେଉଛି ବଡ଼ ପ୍ରାୟଶ୍ଚିତ। ଜେଲ୍ ଭିତରେ ରହିକି ସେମାନେ ଯଦି ପ୍ରାୟଶ୍ଚିତ ହିସାବରେ ଅନୁତାପ କରୁଛନ୍ତି, ତାହେଲେ ଆମର କାମ ହେଲା, ମୋ ଜେଲ୍ ଡିପାର୍ଟମେଣ୍ଟର କାମ ହେଲା, ଆମେ ତାଙ୍କୁ ରାସ୍ତା ଦେଖେଇବୁ କେମିତି ସେମାନେ ନିଜକୁ ସୁଧାରି ପାରିବେ ଆଉ ପୁଣି ସେଇ ସମାଜକୁ ଫେରିକି ନିଜ ଗୋଟେ ସୁନାଗରିକ ଭାବରେ ଗଢ଼ି ତୋଳିବେ। ତେଣୁ ସମାଜର ଗୋଟେ ସ୍ୱତନ୍ତ୍ର ନିୟମ ଶୃଙ୍ଖଳା ରହିଛି।